ନୂଆ ରୂପରେ ଆଜି ଏଣ୍ଟ୍ରି ମାରିଛି ରୁହି। ରୁହି ମରିନି, ବଞ୍ଚିଛି। ଚିକିଟୁ ବଦଳ ନେବାକୁ ପୁଣି ଫେରିଛି। ଆଉ ରୁହି ବି ବଦଳି ଯାଇଛି। ତେବେ ଆଜିର ଅଧ୍ୟାୟରେ କ'ଣ ସବୁ ଘଟିଛି, ଚିକିଟୁ କ'ଣ ସବୁ ବଦଲା ନେବ, ଆଉ ଆପଣମାନେ ତ ସମସ୍ତେ ଭାବୁଥିଲେ କି ତୋରି ପାଇଁ ତୋ ପାଇଁ ଧାରାବାହିକ ବନ୍ଦ ହେବାକୁ ଯାଉଛି, ସମାପ୍ତ ହୋଇଯାଉଛି। ସେମିତି କିଛି ବି ହୋଇନି। ଶେଷରେ ନୂଆ ଟୁଇଷ୍ଟ ଏବେ ଦେଖିବାକୁ ମିଳିଛି। ରୁହି ବଦଳି ଯାଇଛି। ଆଉ ନୂଆ ରୁହିର ଏଣ୍ଟ୍ରି ପରେ ସବୁକିଛି ଓଲଟ ପାଲଟ ହୋଇଯାଇଛି। ତେବେ କ'ଣ ସବୁ ଘଟିଛି ଆଜିର ଅଧ୍ୟାୟରେ ଏବଂ କିଏ ସେହି ନୂଆ ରୁହି ଏବଂ କ'ଣ ସବୁ ଘଟିବ ସବୁ ଡିଟେଲ୍ସ ଆପଣମାନେ ଆଗକୁ ଜାଣିବେ ଏବଂ କାହିଁକି କ'ଣ ପାଇଁ ରୁହି ବଦଳିଗଲା, ପ୍ରଥମ ରୁହି ସହିତ କ'ଣ ସବୁ ଘଟିଛି ଡିଟେଲ୍ସରେ ଜାଣିବେ। ଭିଡ଼ିଓକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ। ଯେଉଁମାନେ ପ୍ରକୃତରେ ଧାରାବାହିକକୁ ପସନ୍ଦ କରନ୍ତି ନିଶ୍ଚିତ ଭାବରେ ଭିଡ଼ିଓକୁ ଲାଇକ୍ କରିବେ। ତାହେଲେ ଦର୍ଶକ ବନ୍ଧୁ, ଆଜିର ଅଧ୍ୟାୟରେ ଆପଣମାନେ ଦେଖିବେ ଯେ ଏକ ବହୁତ ବଡ଼ ଟୁଇଷ୍ଟ ଆପଣମାନେ ଦେଖିବେ। ତୋରି ପାଇଁ ତୋ ପାଇଁ ଧାରାବାହିକରେ କ'ଣ ହେବ ନା, ପ୍ରଥମରୁ ଯେଉଁ ରୁହି ସମାପ୍ତ ହୋଇଯିବ ବୋଲି ଧାରାବାହିକରେ କୁହାଯାଉଥିଲା, ରୁହି ବଦଳି ଯାଇଥିଲା ଏବଂ ରୁହି ବଦଳିବା ପରେ ଏବେ ନୂଆ ରୁହିର ଏଣ୍ଟ୍ରି ମାରିଛି ସୁଚରିତା ସ୍ୱାଇଁ, ଯାହାକୁ ଆପଣମାନେ ସମସ୍ତେ ବେଶ ଭଲ ଭାବରେ ପୂର୍ବରୁ ଜାଣିଛନ୍ତି। ସିନ୍ଦୁର ଅଧିକାର ଧାରାବାହିକରେ ଆପଣମାନେ ଉର୍ବୀ ରୂପରେ ମଧ୍ୟ ବେଶ ଭଲ ଭାବରେ ଜଣାଶୁଣା ମଧ୍ୟ ସେ, ଏବଂ ସେ ମଧ୍ୟ ଅନେକ ଗୁଡ଼ିଏ ଆଲବମ୍ରେ କାମ କରିଛନ୍ତି। ଏବଂ ଆଜି ଆପଣମାନେ ଦେଖିବେ କି ତୋରି ପାଇଁ ତୋ ପାଇଁ ଧାରାବାହିକରେ ଆପଣମାନେ ରୁହିର ଜାଗା ରିପ୍ଲେସ୍ ହୋଇଛନ୍ତି ସୁଚରିତା ସ୍ୱାଇଁ। ସୁଚରିତା ସ୍ୱାଇଁଙ୍କୁ ଆପଣମାନେ ଏବେ ରୁହି ରୂପରେ ଦେଖିବାକୁ ପାଇବେ ଏବଂ ନେଗେଟିଭ୍ ରୁଲ୍ରେ ନଜର ଆସିବେ। ତେବେ ଆପଣମାନଙ୍କୁ ଏହି ଧାରାବାହିକଟି କେତେ ମାତ୍ରାରେ ପସନ୍ଦ ଆସେ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇ ରଖିବେ।